ହଉଛି କ'ଣ ସବୁ କଥାରେ ଗୋଟେ ଗୋଟେ ଏତେ ବାଜେ କଥା ଶୁଣି ଶୁଣି ମନ ଖରାପ ହେଉଛି। ଆମେ ଏ ସିଟିଟାକୁ ସ୍ମାର୍ଟ ସିଟି କରିବୁ, ଆମେ ଏଇ ଆଲୁଅଟାକୁ ସ୍ମାର୍ଟ ଆଲୁଅ କରିବୁ, ଆମେ ଏଇ ବହିଟାକୁ ସ୍ମାର୍ଟ କରିବୁ, ଆମେ ଇଣ୍ଟରନ୍ୟାସନାଲ। କେଉଁ ଜଣେ ରାଜନୈତିକ ନେତା କହିନାହାନ୍ତି ଯେ ଆମେ ବିଶ୍ୱକୁ ଭାରତ ପରି କରିବାକୁ ଚାହୁଁ। ଅତୀତର ଭାରତ ସନାତନ ସିଦ୍ଧାନ୍ତ ଉପରେ ଆଧାରିତ ଭାରତ, ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସୁସ୍ଥ, ସେବାପରାୟଣ ଭାରତ ପୃଥିବୀ ଗଢ଼ିବା ପାଇଁ ଚାହୁଁ। ଖାଲି ବସୁଧୈବ କୁଟୁମ୍ବକମ କହିଦେଲେ ହେବ କି? ଅଶ୍ଳୀଳତାକୁ ନେଇକିରି ଏ ଯେଉଁ ଉପେକ୍ଷା, ଅଶ୍ଳୀଳତାକୁ ଯେଉଁ ଉପେକ୍ଷା କରାଯାଉଛି କଳା କ୍ଷେତ୍ରରେ ହେଉ ବା ଯେକୌଣସି କ୍ଷେତ୍ରରେ ହେଉ, ଏବଂ ଏଇଭଳି ଅନ୍ୟ ବହୁ ସମସ୍ୟା ଅଛି। ଏଥିରେ ସରକାରଙ୍କର ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ରହିବା ଦରକାର। ସରକାରଙ୍କର ଯଦି ଦୃଢ଼ ଇଚ୍ଛା ଶକ୍ତି ନ ରହିବ ତାହେଲେ କିଛି ହେଇପାରିବ ନାହିଁ। କାରଣ ଆଇନ ଶୃଙ୍ଖଳାଟା ବର୍ତ୍ତମାନ ସରକାରଙ୍କ ହାତରେ, ଏବଂ ଗୋଟେ ଭୁଲ ସିଦ୍ଧାନ୍ତ ଆସିଛି ଯାହାକୁ ସବୁବେଳେ ଲଙ୍ଘନ କରାହେଉଛି ଯେ ଲୋକମାନେ କେହି ଆଇନକୁ ହାତକୁ ନେଇପାରିବେ ନାହିଁ। କିନ୍ତୁ ଯେତେବେଳେ କେହି କରିବେ ନାହିଁ ସେତେବେଳେ ତ ବାଧ୍ୟ ହେଇକି ଲୋକ ନେବେ। ତେବେ ଆମେ ସେଠିକି ଯିବା କୌଣସି ଆବଶ୍ୟକତା ନାହିଁ। ଆମର ଦେଶରେ ଯେଉଁ ସଂସ୍କୃତି, ଭାରତର ସଂସ୍କୃତି, ସନାତନ ସଂସ୍କୃତିରେ ଲିପିବଦ୍ଧ ଅଛି, ମନୋରଞ୍ଜନ ହେବ, ନାଟକ ଅଭିନୀତ ହେବ, ଏବଂ ସେ ନାଟକରେ କିଭଳି ଭାବରେ ଅଭିନୟ ପ୍ରଦର୍ଶନ କରାଯିବ ତା ପାଇଁ ନିଷେଧ ମଧ୍ୟ ଅଛି। ଯେମିତି ବିଧି ଅଛି ସେମିତି ନିଷେଧ ଅଛି। କମ୍ୟୁନିଷ୍ଟ କଣ୍ଟ୍ରିରେ ମଧ୍ୟ ଏଭଳି ବ୍ୟବସ୍ଥା ଅଛି। ଅନ୍ୟତ୍ର ମଧ୍ୟ ଏଭଳି ଥାଇପାରେ, କେବଳ ଆମେରିକା ଭଳିଆ କିଛି ବିବିଧ ବର୍ଣ୍ଣର ଦେଶର ଲୋକମାନଙ୍କ ବ୍ୟତୀତ। କଥାଟା କ'ଣ ନା ନାଟକରେ କୌଣସି ସମୟରେ ରମଣ, ମଦ୍ୟପାନ, ଚୌର୍ଯ୍ୟ, ଚୁମ୍ବନ, ହତ୍ୟା ଇତ୍ୟାଦି 21ଟି ପ୍ରସଙ୍ଗକୁ ନିଷେଧ କରାଯାଇଛି। ଆମେ ସେ ନିଷେଧକୁ ମାନିକିରି ଯଦି ଚଳିବା ତେବେ ଭାରତୀୟ ସଂସ୍କୃତି ବି ରକ୍ଷା ପାଇବ, ଏବଂ ସମାଜରେ ଆଜି ଯେଉଁ ଉଦ୍ଦାମତା, ଅରାଜକତା, ଦୌରାତ୍ମ୍ୟ ଆଉ ଉତ୍ପାତିଆମାନଙ୍କର ଯେଉଁ ଉତ୍ପାତ ଚାଲିଛି ତାହା ମଧ୍ୟ ନିର୍ମୂଳନ ହେଇଯିବ। ଏଇ କଥା କ'ଣ କେହି ଜାଣିନାହାନ୍ତି? ତ ସମସ୍ତେ ଜାଣିଛନ୍ତି। ତେଣୁ ସେତିକିରେ ବି ଆମେ କହିବା ଦରକାର। କିନ୍ତୁ ଆମର ବର୍ତ୍ତମାନ ଶତ୍ରୁ ହେଉଛି ଭୌତିକବାଦ। ଭୌତିକବାଦ କହିଲା ଯେ ଆମର ଦୁନିଆଟା ହେଉଛି ଆମ ଶରୀର। ତେଣୁ ଆମେ ଆମ ଶରୀରର ଇନ୍ଦ୍ରିୟମାନଙ୍କୁ କିଭଳି ଭାବରେ ସନ୍ତୁଷ୍ଟ କରିବା, ଉତ୍ତେଜିତ କରିବା, ଉତ୍କ୍ଷିପ୍ତ କରିବା ଏବଂ ତା ଦ୍ୱାରା ବିନାଶ ଆଉ ବିଲୁପ୍ତିକୁ ନିମନ୍ତ୍ରଣ କରିବା, ଏଇଥିରେ ଆମେ ଚାଲିଛେ। ଆମ ଆଖି କହୁଛି ଆମେ ସବୁବେଳେ ଏଇଭଳିଆ ଜିନିଷ ଦେଖିବା ଯିଏ ଆମର ସ୍ନାୟୁତନ୍ତ୍ରୀ ଉପରେ ଚାପ ପ୍ରୟୋଗ କରିବ। ତେଣୁ ଆମେ ଏଗୁଡ଼ାକ ଦେଖାଉଛେ ଏବଂ ସେଥିପାଇଁ ଆମେ ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ତେଣୁ ଏ ଯେଉଁ ପଞ୍ଚମକାର ଚାଲିଛି, ଯେଉଁ ପଞ୍ଚମକାର ରାକ୍ଷସ, ଯେଉଁ ଭସ୍ମାସୁର ଯେଉଁ ଆମକୁ ଗ୍ରାସ କରୁଛି, ମଦ୍ୟପାନ, ଏଇ ଯେଉଁ ମୈଥୁନ, ଏଭଳି ପଞ୍ଚମକାର, ମୁଁ ସବୁକୁ କହୁନି ଏବେ, ସବୁର ମୂଳରେ ଯେଉଁ ମାନସିକତା କାର୍ଯ୍ୟ କରୁଛି ସେ ମାନସିକତାକୁ ଆମେ ଦୂର କରିବା ଦରକାର ପ୍ରତିପାଦରେ। ଏବଂ ଏହା ମଧ୍ୟ ପରିବାରକୁ ଭାଙ୍ଗି ଦେଉଛି। ଆଜି ଯଦି ବିବାହ ବିଚ୍ଛେଦର ମାତ୍ରା ବଢ଼ିଛି ଏଇଥିପାଇଁ, ଆଜି ଯଦି ସମାଜରେ ନାରୀ ଧର୍ଷଣ ବହୁ ପରିମାଣରେ ବଢ଼ୁଛି ତାହା ମଧ୍ୟ ଏଇଥିପାଇଁ, ଆଜି ଯଦି ରାସ୍ତାରେ ଦୁର୍ଘଟଣା ଘଟୁଛି ତାହା ମଧ୍ୟ ଏଇଥିପାଇଁ। ତେଣୁ এই ପଞ୍ଚମକାର ସେବାକୁ ଦୂର କରିବା ପାଇଁ ସରକାର କଟିବଦ୍ଧ ହେବା ଉଚିତ। ଲୋକମାନଙ୍କୁ ସଚେତନ କରିବା ସହିତ ଆଇନକୁ ମଧ୍ୟ କଡ଼ାକଡ଼ି ପ୍ରୟୋଗ କରିବା ଉଚିତ। ଏ ନିଷେଧ ଆମ ପାଇଁ ନୂଆ ନୁହେଁ। ଆମେ ଜାଣିଛୁ ଆମ ଯେଉଁ ମଞ୍ଜି ଆମ ଭିତରେ ଅଛି ସେ ମଞ୍ଜିକୁ ଖାଲି ଉପଯୁକ୍ତ ଜଳବାୟୁ, ଆଲୋକ ଇତ୍ୟାଦି ଦେଇକରି ଅଙ୍କୁରିତ କରିବାକୁ ହେବ, ବିଶେଷ କଷ୍ଟ ନାହିଁ। ସଂସ୍କୃତି ବିଭାଗ ଚୁପ୍ ରହିବାର ବହୁତ କାରଣ ହେଉଛି ନା, କେତେ ଗୁଡ଼ାଏ କାରଣ ଭିତରେ କେତେକ ହେଉଛି ଆମର କୃତ୍ରିମ କାରଣ। କିଛି ଲୋକ ଚେଷ୍ଟା କରୁଛନ୍ତି ୟାକୁ ଭାଙ୍ଗି ଦେବା ପାଇଁ, ନିଜ ସ୍ୱାର୍ଥ ସାଧନ କରିବା ପାଇଁ। ଯେମିତି ଯାତ୍ରା କଥା ଆମେ ଆଲୋଚନା କରୁଥିଲେ, ଯାତ୍ରାରେ ମାଲିକ ଚାହୁଁଛି ମୁଁ କେମିତି ବେଶୀ ପଇସା ପାଇବି, କଳାକାର ଚାହୁଁଛି ମୁଁ କେମିତି ବେଶୀ ପଇସା ପାଇବି। ସେ ସୋମନାଥ ପଣ୍ଡା କହିଲେ ସେ କ'ଣ ରଘୁପନା ନାଟକ ଦେଖିନାହାନ୍ତି? ଯିଏ କହୁଛନ୍ତି ସେ କ'ଣ ଦେଖିନାହାନ୍ତି? ସେ କ'ଣ ଏବେ ଆମେ ଯେଉଁ ଦେଖୁଥିଲେ ରାମାୟଣ ଦେଖୁଥିଲେ, ସେ ସାଗର ମହାଶୟଙ୍କର,
ତାକୁ କ'ଣ ଲୋକେ ଆଜି ମଧ୍ୟ ଆଜି ମଧ୍ୟ ଉପଭୋଗ କରୁନାହାନ୍ତି? ଆଜି କ'ଣ ମହାଭାରତ ଦେଖିବା ପାଇଁ ଲୋକେ ଉତ୍ସୁକ ନୁହନ୍ତି? ଉପଯୁକ୍ତ ଭାବରେ ଯଦି ଉପସ୍ଥାପନ କରାଯିବ ତାହେଲେ ସବୁ ହେବ। ମୁଁ କହିବି ଯେଉଁମାନେ କରୁଛନ୍ତି ସେଟା କହିବାକୁ ଚାହେଁ, ଲୋକେ ଯାଉଛନ୍ତି ଦାଦନ ଖଟିବା ପାଇଁ। ଆମେ କହୁଛେ ଦାଦନ ଆମେ ଖଟିବାକୁ ଯିବେନି। ଆରେ ଯଦି ଯିବେନି ତାହେଲେ ଯେମିତି ଆମେ ତାକୁ ମନା କରିବାକୁ ଚାହୁଁଛେ, ସେମିତି ଆମ ଘରର ଝିଅ ବୋହୂମାନେ ଯାଇକରି କାହିଁକି ଏମିତି ଏଭଳି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ? କ'ଣ ପାଇଁ କରିବେ? ଯେଉଁ ଜିନିଷକୁ ଆମର ଆଗରୁ ମନା କରାହେଇ ଆସିଛି ଯେ ଆମେ ଆମର ଶରୀରକୁ ଉପଯୁକ୍ତ ଭାବରେ ଆଭରଣରେ ଆବୃତ କରିବା, ସେ କଥାକୁ ଆମେ କାହିଁକି ବି ଇଏ କରିଦେବା? ତ ବହୁତ କଥା ଏଥିରେ ଅଛି, ବହୁତ ଜିନିଷ ଅଛି। ଆଉ ଆଜି ଯଦି ଯେଉଁ ନାରୀମାନେ ବି ଯାଉଛନ୍ତି ସେମାନେ କ'ଣ ଯାଉଛନ୍ତି? ସେମାନେ ପେଟ ପାଟଣା ପାଇଁ ହଉ ବା ଅର୍ଥ ଲୋଭରୁ ହଉ ସେମାନେ ତ ନିଜକୁ ବିକୁଛନ୍ତି ନା। ତେଣୁ ଆମେ ତା ପାଇଁ ସରକାର ଚିନ୍ତା କରିବା। ସରକାରଙ୍କର ଗୋଟେ ଆଦର୍ଶ ରହିବା ଦରକାର ଯେ ମୁଁ ଏଇ ଆଦର୍ଶରେ ମୋର ଦେଶଟାକୁ ଗଢ଼ିବି। ଏମାନଙ୍କର ଆଦର୍ଶ ହେଉଛି କ'ଣ? ସବୁ କଥାରେ ଗୋଟେ ଏତେ ବାଜେ କଥା ଶୁଣି ଶୁଣି ମନ ଖରାପ ହେଉଛି। ଆମେ ଏ ସିଟିଟାକୁ ସ୍ମାର୍ଟ ସିଟି କରିବୁ, ଆମେ ଏଇ ଆଲୁଅଟାକୁ ସ୍ମାର୍ଟ ଆଲୁଅ କରିବୁ, ଆମେ ଏଇ ବହିଟାକୁ ସ୍ମାର୍ଟ କରିବୁ, ଆମେ ଇଣ୍ଟରନ୍ୟାସନାଲ। କେଉଁ ଜଣେ ରାଜନୈତିକ ନେତା କହିନାହାନ୍ତି ଯେ ଆମେ ବିଶ୍ୱକୁ ଭାରତ ପରି କରିବାକୁ ଚାହୁଁ। ଅତୀତର ଭାରତ ସନାତନ ସିଦ୍ଧାନ୍ତ ଉପରେ ଆଧାରିତ ଭାରତ, ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସୁସ୍ଥ, ସେବାପରାୟଣ ଭାରତ ପୃଥିବୀ ଗଢ଼ିବା ପାଇଁ ଚାହୁଁ। ଖାଲି ବସୁଧୈବ କୁଟୁମ୍ବକମ୍ କହିଦେଲେ ହେବ କି? ବସୁଧୈବ କୁଟୁମ୍ବକମ୍ର ଅର୍ଥ ସମଗ୍ର ବସୁଧାର ଯେତେ ଲୋକ ଅଛନ୍ତି, ସ୍ଥାବର ଜଙ୍ଗମ ପ୍ରାଣୀ କୀଟ ପତଙ୍ଗ ସମସ୍ତଙ୍କର ମଙ୍ଗଳ ହେବ। ଏବଂ ମଣିଷ ମଣିଷ ଯେ ପ୍ରଜ୍ଞାରେ ଅଛି, ଯାହାର ବୌଦ୍ଧିକତା ଅଛି, ଯାହାର କରିବାର ଶକ୍ତି ଅଛି, ସୀମିତ ଶକ୍ତି ହେଲେ ମଧ୍ୟ ସେ ଚେଷ୍ଟା କରିବ ଯେ ମୋ ମଣିଷ ଏଭଳି ଭାବରେ ରହୁ ଯେଉଁଠି ସେ ସୁସଂସ୍କୃତ ହେବ, ସୁଶିକ୍ଷିତ ହେବ, ସୁରକ୍ଷିତ ରହିବ, ସମ୍ପନ୍ନ ହେବ, ଧନ ସମ୍ପତ୍ତି ରହିବ, ସୁସ୍ଥ ହେବ ଏବଂ ସେବାପରାୟଣ ହେବ। এইভাবে গোটিয়ে শাসনতন্ত্র দরকার। এই যে শাসনতন্ত্র দুর্নীতিমুক্ত হব, সত্তা লোলুপতারু দূরে রহব এবং অদূরদর্শিতারু দূরে রহব, সেইভাবে আর এক অবস্থা দরকার। লোকা সমস্তা সুখিনো ভবন্তু, এ হচ্ছে আমার বাণী। এ বাণী হব কেমতি না, ସମସ୍ତେ ମଧ୍ୟ ନିର୍ଭୟ ହୁଅନ୍ତୁ।